ଚାପରେ ବଞ୍ଚୁଛନ୍ତି ଡାକ୍ତର। ପ୍ରଶଂସା ପରେ ବି କାହିଁକି ମିଳୁଛି ମାଡ଼ ଗାଳି? ଦ୍ୱିତୀୟ ଭଗବାନଙ୍କ ଅଦୃଶ୍ୟ ଯନ୍ତ୍ରଣା, ଡାକ୍ତରଙ୍କ ଜୀବନର ଅକୁହା କାହାଣୀ। ଦିନରାତି ସେବା ତଥାପି ଅପମାନ, ଡାକ୍ତରଙ୍କ ଦୁଃଖ କେବେ ବୁଝିବେ ଲୋକେ? କାହିଁକି ଭାଙ୍ଗି ପଡୁଛନ୍ତି ଓଡ଼ିଶା ଡାକ୍ତର? ସାମ୍ନାକୁ ଆସିଲା ବଡ଼ ସତ୍ୟ। ଅନ୍ୟକୁ ଜୀବନ ଦେଉଛନ୍ତି, ନିଜେ ହାରୁଛନ୍ତି ଜୀବନର ଖୁସି। ଧଳା କୋଟ୍, କାନରେ ଷ୍ଟେଥୋସ୍କୋପ, ମୁହଁରେ ହସ। ଆମେ ସେମାନଙ୍କୁ କହୁ ଦ୍ୱିତୀୟ ଭଗବାନ। କିନ୍ତୁ କେବେ ଭାବିଛନ୍ତି କି ଯେ ପ୍ରତିଦିନ ଅନ୍ୟର ଜୀବନ ବଞ୍ଚାଏ, ସେ ନିଜେ କେତେ ଚାପ ଭିତରେ ବଞ୍ଚୁଛି? କେବେ ରୋଗୀ ସୁସ୍ଥ ହେଲେ ପ୍ରଶଂସା ତ ଆଉ କେବେ ମୃତ୍ୟୁ ହେଲେ ମାଡ଼ ଗାଳି ଭଙ୍ଗାରୁଜା। ଦିନରାତି ଡ୍ୟୁଟି, ପରିବାର ପାଇଁ ସମୟ ନାହିଁ, ଆଉ ଏସବୁ ଭିତରେ ଭାଙ୍ଗି ପଡ଼ିଛନ୍ତି ଅନେକ ଡାକ୍ତର। ଆଜିର ଏହି ସ୍ପେଶାଲ ରିପୋର୍ଟରେ ଜାଣିବା କାହିଁକି ଏତେ ଚାପରେ ରହୁଛନ୍ତି ଓଡ଼ିଶାର ଡାକ୍ତର। ଆମେ ହସ୍ପିଟାଲକୁ ଯିବା ବେଳେ ଗୋଟିଏ କଥା ଆଶା କରୁ, ଡାକ୍ତର ଆମକୁ ସୁସ୍ଥ କରିଦେବେ। କିନ୍ତୁ ସେହି ଡାକ୍ତରଙ୍କ ନିଜ ଜୀବନରେ କେତେ ଚାପ, କେତେ ମାନସିକ ଯନ୍ତ୍ରଣା ରହିଛି ତାହା ବହୁତ କମ୍ ଲୋକ ବୁଝନ୍ତି। ଦିନକୁ ଶହ ଶହ ରୋଗୀ, ଗୋଟିଏ ପରେ ଗୋଟିଏ ଜରୁରୀ ଅପରେସନ, ରାତିରେ ନିଦ ନାହିଁ, ପର୍ବପର୍ବାଣୀରେ ଘରେ ରହିବାକୁ ସୁଯୋଗ ନାହିଁ। ଏହା ହେଉଛି ଜଣେ ସରକାରୀ ଡାକ୍ତରଙ୍କ ଦୈନନ୍ଦିନ ଜୀବନ। ରୋଗୀ ସୁସ୍ଥ ହେଲେ ଲୋକେ କୁହନ୍ତି ଡାକ୍ତର ଭଗବାନ। କିନ୍ତୁ ଦୁର୍ଭାଗ୍ୟବଶତଃ କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ସବୁଠାରୁ ପ୍ରଥମେ ରାଗ ଯାଇ ପଡ଼େ ଡାକ୍ତରଙ୍କ ଉପରେ। ଅନେକ ସ୍ଥାନରେ ଡାକ୍ତରଙ୍କୁ ମାଡ଼ ମରାଯାଏ, ଗାଳି ଦିଆଯାଏ, ହସ୍ପିଟାଲ ଭଙ୍ଗାରୁଜା କରାଯାଏ, ଯାହା ଜଣେ ଚିକିତ୍ସକ ମାନସିକ ଅବସ୍ଥାକୁ ଆହୁରି ଦୁର୍ବଳ କରିଦିଏ। ଏହି କାହାଣୀ କେବଳ ଜଣେ ଡାକ୍ତରଙ୍କର ନୁହେଁ, ଏହା ହେଉଛି ଓଡ଼ିଶାର ହଜାର ହଜାର ଡାକ୍ତରଙ୍କ କାହାଣୀ। ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ଡାକ୍ତର ଓମକାର ହୋତା। 2017 ମସିହାରେ ମାଲକାନଗିରିରେ ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ କାନ୍ଧରେ ପ୍ରାୟ 10 କିଲୋମିଟର ପର୍ଯ୍ୟନ୍ତ ବୋହି ନେଇଥିଲେ। ସାରା ଦେଶରୁ ମିଳିଥିଲା ପ୍ରଶଂସା। କିନ୍ତୁ ସେ କହିଛନ୍ତି ଜଣେ ଡାକ୍ତରଙ୍କ ଜୀବନରେ ଏମିତି ଅନେକ ତ୍ୟାଗ ରହିଛି ଯାହାକୁ ସାଧାରଣ ଲୋକ ଦେଖିପାରନ୍ତି ନାହିଁ। ଏବେ ପ୍ରଶ୍ନ, ଏତେ ଚାପ କାହିଁକି? ତାର ସବୁଠାରୁ ବଡ଼ କାରଣ ଡାକ୍ତରଙ୍କ ଅଭାବ। ଓଡ଼ିଶାରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି, କିନ୍ତୁ ସେହି ଅନୁପାତରେ ଡାକ୍ତର ବଢ଼ୁନାହାନ୍ତି। ଫଳରେ ଜଣେ ଡାକ୍ତରଙ୍କୁ ଅନେକ ରୋଗୀଙ୍କ ଦାୟିତ୍ୱ ନେବାକୁ ପଡୁଛି। ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରାୟ 15,793 ଡାକ୍ତର ଆବଶ୍ୟକ, କିନ୍ତୁ କାର୍ଯ୍ୟରତ ଅଛନ୍ତି ପ୍ରାୟ 9,826 ଜଣ, ଅର୍ଥାତ୍ ପ୍ରାୟ 38% ପଦବୀ ଖାଲି। ଏହାର ସିଧା ପ୍ରଭାବ ପଡୁଛି ସ୍ୱାସ୍ଥ୍ୟ ସେବା ଉପରେ। ଆଉ ସବୁଠାରୁ ଅଧିକ ଚାପ ପଡୁଛି ଡାକ୍ତରଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ। କେବଳ ଡାକ୍ତର ନୁହେଁ, ନର୍ସ, ପାରାମେଡିକାଲ ଷ୍ଟାଫ୍, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ, ରେଡିଓଗ୍ରାଫର, ଏହି ସବୁ କ୍ଷେତ୍ରରେ ମଧ୍ୟ ସବୁ ପଦବୀ ଖାଲି ପଡ଼ିଛି। ଫଳରେ ଗୋଟିଏ ଛୋଟ ଟିମ୍ ଉପରେ ପଡୁଛି ସମ୍ପୂର୍ଣ୍ଣ ହସ୍ପିଟାଲର ଭାର। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଭଳି ଉପାନ୍ତ ଅଞ୍ଚଳରେ ଡାକ୍ତରଙ୍କ ଅଭାବ ଆହୁରି ଗୁରୁତର। ଅନେକ ଡାକ୍ତର ସେଠାରେ ପୋଷ୍ଟିଂ ନେବାକୁ ଇଚ୍ଛା କରୁନାହାନ୍ତି। ଫଳରେ ଯେଉଁମାନେ ଅଛନ୍ତି ସେମାନଙ୍କ ଉପରେ କାମଚାପ ବହୁଗୁଣ ବଢ଼ିଯାଉଛି। ଡାକ୍ତରଙ୍କ ଉପରେ କାମଚାପ କମାଇବାକୁ କେବଳ ନୂଆ ହସ୍ପିଟାଲ ହେଲେ ହେବ ନାହିଁ। ଆବଶ୍ୟକ ଖାଲି ପଦବୀ ପୂରଣ, ଉପାନ୍ତ ଅଞ୍ଚଳରେ ଅଧିକ ଡାକ୍ତର ନିଯୁକ୍ତି, ନର୍ସ ଓ ପାରାମେଡିକାଲ ଷ୍ଟାଫ୍ ବୃଦ୍ଧି, ଡାକ୍ତରଙ୍କ ସୁରକ୍ଷା, କାର୍ଯ୍ୟ ସମୟର ସନ୍ତୁଳନ। କାରଣ ସୁସ୍ଥ ଡାକ୍ତର ହିଁ ସୁସ୍ଥ ସମାଜ ଗଢ଼ିପାରିବେ। ଆମେ ଅସୁସ୍ଥ ହେଲେ ପ୍ରଥମେ ଯାହାଙ୍କ ପାଖକୁ ଦୌଡ଼ି ଯାଉ ସେ ହେଉଛନ୍ତି ଡାକ୍ତର। ତେଣୁ ସେମାନଙ୍କ ପ୍ରତି ସମ୍ମାନ, ସହଯୋଗ ଓ ସୁରକ୍ଷା ଏହା କେବଳ ସରକାରଙ୍କ ନୁହେଁ, ଆମ ସମସ୍ତଙ୍କ ଦାୟିତ୍ୱ ହେବା ଆବଶ୍ୟକ। ବନ୍ଧୁଗଣ, ଆପଣଙ୍କ ମତରେ ଓଡ଼ିଶାରେ ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ସରକାର କେଉଁ ପଦକ୍ଷେପ ନେବା ଉଚିତ? କମେଣ୍ଟରେ ନିଜ ମତ ନିଶ୍ଚିତ ଜଣାନ୍ତୁ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।